ବେବି ଆଜି କ'ଣ ଖାଇବା? ଆଜି ଏକାଦଶୀର ଟିକେ ପୁରୀ ଆଉ ଛୋଲେ ବନଉନ। ଠିକ୍ ଅଛି। ତ ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଏଠି କିଛି ଅଳ୍ପ ଜିରା ଆଉ ଅଦା ଆଉ ଟମାଟୋ କଟା ଟମାଟୋକୁ 4 ଫାଳ କରିକି ନେଇଲି, ତାକୁ ମସଲା ବାଟିଦେଲି। ଆଉ ଏଠି ଆଉ ଛୋଲେ ଆଉ ଆଳୁକୁ କାଟିକି ସିଝେଇ ନେଲି। ମୁଁ କଢ଼ା ବସେଇକି କିଛି ତେଲ ଗରମ କରିକି ସେଥିରେ କିଛି ଜିରା ଫୁଟେଇଲି, କାହିଁକିନା ଜିରା ଫୁଟେଇଲେ ଯେହେତୁ ଆମେ ସାଧାରେ ବନାଉଛେ ଭଲ ଲାଗିବ। ତାପରେ ବାଟି ରଖିଥିବା ମସଲାକୁ ସବୁ ପକେଇକି କରି ପାଉଡ଼ର, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର ଆଉ ଲୁଣ ଆଉ ଟିକେ ହଳଦୀ। ଏବେ ମୁଁ ସେଥିରେ ସବୁ ମସଲା ଗୁଣ୍ଡ ପକେଇକି ଏବେ ବହୁତ ତାକୁ ଟିକେ କଷିଦେଲି ମସଲାକୁ ଟିକେ। ଯେହେତୁ ମୁଁ ଏଇଟା ଅଦା ଜିରାରେ ବନାଉଛି, ଏକାଦଶୀ ଥିଲା ତ ସେଥିପାଇଁ ଅଦା ଜିରାରେ ବନେଇଲି। ମୁଁ ସାଧାରେ ବନେଇ ଖାଇବା ପାଇଁ ଇଚ୍ଛା ହେଲା। ତାପରେ ବାବା ମାମାଙ୍କର ବି ବଡ଼ ଏକାଦଶୀ ଥିଲା, ସେଥିପାଇଁ ମୁଁ ସାଧାରେ ଏଠି ସବୁ ବନେଇଲି। ତାପରେ ଏଠି ମୁଁ ତେଜପତ୍ର ବି ଟିକେ ପକେଇ ଦେଇଛି, କାହିଁକିନା ବହୁତ ଭଲ ଲାଗିବ ବୋଲି। ତାପରେ ମୁଁ ଯେଉଁ ସିଝେଇକି ରଖିଥିଲି ଆଳୁ ଆଉ ଛୋଲେକୁ, ମାନେ ଯେଉଁ କାବୁଲି ବୁଟକୁ, ତାକୁ ମୁଁ କ'ଣ କଲି, କଢ଼ାଇ ଢାଳିଦେଲି। ମସଲା ବି ମୋର ଅଲରେଡ଼ି ହେଇସାରିଥିଲା। ମୁଁ ସିଝେଇକି ରଖିଥିଲି ଯେଉଁ, ତାକୁ ତାପରେ କ'ଣ କଲି, ଛାଡ଼ିଦେଲି। ଛାଡ଼ିକି କିଛି ଟାଇମ୍ ମସଲା ସହିତ ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ଆଳୁ ଆଉ ଛୋଲେକୁ, ଆଳୁ ଛୋଲେ ହେଇଗଲା ଆମର ରେଡ଼ି। ଏବେ ଦେଖନ୍ତୁ କେମିତି ଦେଖାଯାଉଛି। ତାପରେ ମୁଁ କ'ଣ କଲି, କିଛି ଅଟାକୁ ଚକଟିକି ତାପରେ ଗୋଲା କରିଦେଲି, କାହିଁକିନା ଯେହେତୁ ପୁରୀ ବନେଇବାର ଥିଲା ନା ମୋତେ, କିଛି ଗୋଲା ଛୋଟ ଛୋଟ ଗୋଲା କରି ରଖିଦେଲି। ତାପରେ ମୁଁ ତେଲ କଢ଼ା ବସେଇଲି, ତେଲ କଢ଼ା ଗରମ ହେଇଗଲା। ମୁଁ କିଛି ଗୋଲାକୁ ବି ବେଲି ଦେଇଥିଲି, ପୁରୀ ବନେଇ ଦେଇଥିଲି। ତାପରେ ମୁଁ କଢ଼ା ବସେଇକି ତେଲ ଗରମ କରିକି ଗୋଟେ ଗୋଟେ କରିକି ତାକୁ ସବୁ ଛାଣିଦେଲି। ପୁରୀ ଗୁଡ଼ା ଏପଟ ସେପଟ କରିକି ଛାଣିଦେଲି। ତାପରେ କ'ଣ କଲି, ପୁରୀ ଗୁଡ଼ା ସବୁ ମାନେ ଗୋଟେ ଗୋଟେ କରି ଏମିତିଆ ସବୁ କ'ଣ କଲି, ଥାଳିକୁ ବାହାର କରିଦେଲି। ଦେଖନ୍ତୁ ମୁଁ ଏଠି 2ଟା କି 3ଟା ଖଣ୍ଡେ ପୁରୀ ଛାଣି ସାରିଲିଣି। ଏମିତିଆ ଗୋଟେ ଗୋଟେ କରିକି ଛାଣିବେ ଆଉ ବହୁତ ପତଳା ପତଳା କରିକି ବେଲିବେ, ପୁରୀ ବହୁତ ସୁନ୍ଦର ଫୁଲିବ। ଆପଣମାନେ ପୁରୀ କେମିତି ବନାନ୍ତି ମୋତେ କମେଣ୍ଟରେ ଜଣାଇବେ। ଏଠି ତାପରେ ମୋ ହଜବେଣ୍ଡଙ୍କ ପାଇଁ ପୁରୀ ଆଉ ଗୋଲାପଜାମୁନ ଆଉ ଛୋଲେ ରେଡ଼ି କରିଦେଲି। ତାପରେ ନେଇକି ମୋ ସ୍ୱାମୀଙ୍କୁ ପରସିଦେଲି ପୁରୀ ଆଉ ଛୋଲେ। ଠିକ୍ ଅଛି। ଖାଇ କୁହ କେମିତି ହେଇଛି। ବହୁତ ଟେଷ୍ଟି ଅଛି। ଭିଡ଼ିଓଟି ଭଲ ଲାଗିଥିଲା ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।